ଭାରତ ଆଉ ଚୀନ ଆଉ ଯେଉଁ ରୁଷିଆ ମିଶିବା ଦେଖି ପୁରା ପଛ ଜଡ଼ିଲାଣି ଆମେରିକାର। ତ ଘଟଣା କ'ଣ ଚାଲ ଦେଖିବା। ଚାଇନାରେ ଅନୁଷ୍ଠିତ ହୋଇଥିବା ସିଙ୍ଘାଇ ସହଯୋଗ ସଂଗଠନ SCO ବୈଠକରେ ଏହି ସମୟରେ ଅନେକ ଦୃଷ୍ଟିରୁ ଚର୍ଚ୍ଚାରେ ଅଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ଗୋଟିଏ ମଞ୍ଚରେ ଦେଖାଯାଇଥିବା ବେଳେ ଅନ୍ୟ ପକ୍ଷରୁ ଆମେରିକା ଏହି ତିନି ଜଣଙ୍କ ନିକଟତାକୁ ପସନ୍ଦ କରୁନାହିଁ। ତେବେ ଏହି ବୈଠକ ପରେ ଆମେରିକା ସ୍ୱର ବଦଳି ଯାଇଛି। ଏହାପରେ ଆମେରିକା ଭାରତ ସହ ତା'ର ସମ୍ପର୍କକୁ 21 ଶତାବ୍ଦୀର ପରିଚୟ ବୋଲି କହିଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦଳ ପକ୍ଷରୁ ଭାରତ ବିରୋଧରେ ଲଗାତାର କଠୋର ବୟାନ ଆସୁଥିବା ବେଳେ ଏହା କୁହାଯାଇଛି। ଆମେରିକା ବିଦେଶ ବିଭାଗ କହିଛି ଯେ ଭାରତ ଏବଂ ଆମେରିକାର ମଧ୍ୟ ସହଭାଗିତା ନିରନ୍ତର ନୂତନ ଉଚ୍ଚତା ଛୁଇଁବାରେ ଲାଗିଛି। ୱାଶିଂଟନ ଏହି ସମ୍ପର୍କକୁ କେବଳ ରଣନୈତିକ ନୁହେଁ ବରଂ ଲୋକଙ୍କ ମଧ୍ୟରେ ଗଭୀର ବନ୍ଧୁତା ଉପରେ ଆଧାରିତ ବୋଲି ବର୍ଣ୍ଣନା କରିଛି। ସୋସିଆଲ ମିଡ଼ିଆରେ ଆମେରିକା ଦୂତାବାସ #US India FAW ଫର୍ ଆୱାର ପିପଲ ହାଶଟ୍ୟାଗ ସହିତ ପ୍ରତିରକ୍ଷା ସହଯୋଗ, ନବସୃଜନ ଏବଂ ଦ୍ୱିପକ୍ଷୀୟ ସମ୍ପର୍କକୁ ଭବିଷ୍ୟତର ଦିଗଦର୍ଶନ ଦେବା ଭାବରେ ବର୍ଣ୍ଣନା କରିଛି। କିନ୍ତୁ ଅନ୍ୟ ଚିତ୍ର ଟିକିଏ ଭିନ୍ନ। ଡୋନାଲ୍ଡ ଟ୍ରମ୍ପଙ୍କ ଶିବିର ଲଗାତାର ଭାରତ ଉପରେ ଅଭିଯୋଗ କରିଛି ଯେ ପ୍ରଥମେ ଭାରତ ଉପରେ ପ୍ରାୟ 25% ଟାରିଫ୍ ଲଗାଯାଇଥିଲା, ଯାହାର କାରଣ ରୁଷିଆର ତେଲ କ୍ରୟ ବୋଲି କୁହାଯାଇଥିଲା। ଟ୍ରମ୍ପଙ୍କ ପରାମର୍ଶଦାତା ପିଟର ନାଭାରୋ ଗତ ଗୋଟିଏ ସପ୍ତାହ ମଧ୍ୟରେ ଅନେକ ଥର ଭାରତ ଉପରେ ସିଧାସଳଖ ଆକ୍ରମଣ କରିଛି। ସେ ଅଭିଯୋଗ କରିଛନ୍ତି ଯେ ଭାରତ ଶସ୍ତା ମୂଲ୍ୟରେ ରୁଷିଆରେ ଅଶୋଧିତ ତେଲ କିଣୁଛି, ଏହାକୁ ବିଶୋଧନ କରିଛି ଏବଂ ଅଧିକ ମୂଲ୍ୟରେ ବିକ୍ରି କରୁଛି ଏବଂ ପୁଟିନଙ୍କ ଯୁଦ୍ଧ ମେସିନକୁ ଏହି ପ୍ରକ୍ରିୟାରେ ଆର୍ଥିକ ସହାୟତା ମିଳୁଛି। ତ ହେଇଥିଲା ପୁରା ଘଟଣା।